ऊर्जावान ओडिशा तरफରୁ ପଖାଳ ଦିବସ ପାଳନ। ଓଡ଼ିଆ ପରମ୍ପରା, ଚାଲିଚଳଣି ଓ ପର୍ବପର୍ବାଣୀ ଯେତେ ନିଆରା ତାହାର ଖାଦ୍ୟପେୟ ମଧ୍ୟ ସେତିକି ରୁଚିକର। ଋତୁ ଅନୁସାରେ ପର୍ବପର୍ବାଣୀକୁ ଆଧାର କରି ଆମ ରାଜ୍ୟର ଅଧିବାସୀ ମାନଙ୍କର ଖାଦ୍ୟରେ ମଧ୍ୟ ଅନନ୍ୟ ଭିନ୍ନତା ପରିଲକ୍ଷିତ ହୁଏ। ଓଡ଼ିଆ ଖାଦ୍ୟ ପରିଧି ମଧ୍ୟରେ ପଖାଳର ଔଷଧୀୟ ଗୁଣ ଓ ଦେହ ପାଇଁ ହିତକର ହେଇଥିବାରୁ ବର୍ତ୍ତମାନ କେବଳ ଓଡ଼ିଶା ନୁହେଁ, ଅଣ ଓଡ଼ିଆମାନେ ମଧ୍ୟ ପଖାଳ ଖାଇବାକୁ ପସନ୍ଦ କରୁଛନ୍ତି। ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରବାହ କ୍ରମଶଃ ବୃଦ୍ଧି ପାଏ। ସେଥିପାଇଁ ମାର୍ଚ୍ଚ 20 ତାରିଖକୁ ପ୍ରତ୍ୟେକ ବର୍ଷ ଉତ୍ସାହର ସହିତ ପ୍ରତ୍ୟେକ ଓଡ଼ିଆ ପଖାଳ ଦିବସ ରୂପେ ପାଳନ କରନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ପଖାଳ ଲାଗି କରାଯାଏ। ଏହି ଅବସରରେ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ऊर्जावान ओडिशा पक्षरु पुरी स्थित बड़शंख निकटस्थ उत्सव अंगन कल्याण मंडप ठारे विश्व पखाळ दिवस पालन करा जायछि। एही कार्यक्रम रे राजनेता बहु समाजसेवी बुद्धिजीवी गणमाध्यमर प्रतिनिधिଙ୍କ समेत अनेक संस्कृति प्रेमी उपस्थित रही अनुष्ठान एही भली एक नियारा कार्यक्रम माध्यमरे ओडिया संस्कृतिर प्रचार और प्रसार ପାଇଁ କରାଯାଇଥିବା ନିଶ୍ଚୟ ଶୁଭଙ୍କର ବୋଲି ମତ ପ୍ରକାଶ କରିଥିଲେ। ଅନୁଷ୍ଠାନର ସମ୍ପାଦିକା ନିହାରିକା ତ୍ରିପାଠୀ ଉପସ୍ଥିତ ଅତିଥିମାନଙ୍କୁ ସବୁଜ ବୃକ୍ଷ ପ୍ରଦାନ କରି ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଖାପାଖି 150ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଯୋଗଦେଇ ପଖାଳ ଭୋଜନର ଆନନ୍ଦ ନେଇଥିଲେ। ଏଥିରେ ପଖାଳ ସାଙ୍ଗକୁ ବଡ଼ିଚୁରା, ଶାଗ ଭଜା, ମାଛ ଭଜା, ଚିଙ୍ଗୁଡ଼ି ଛେଚା ଆଦି ଭଳିକି ଭଳି ଓଡ଼ିଆ ଖାଣ୍ଟି ବ୍ୟଞ୍ଜନ ପରିବେଷଣ କରାଯାଇଥିଲା। ପୁରୀରୁ ମନୋଜ କୁମାର ବଳିଆରସିଂଙ୍କ ରିପୋର୍ଟ, ଜନଶକ୍ତି ଟିଭି।